ଓଡ଼ିଆ ଲୋକ କାହାଣୀର ସଂଜ୍ଞା ସ୍ୱରୂପ ଆଉ ବୈଶିଷ୍ଟ୍ୟ ପ୍ରକାରଭେଦ ସମ୍ପର୍କରେ ଆଲୋଚନା କରେ, ଯେଉଁଟାକି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ୟୁନିଟ୍ 3ର ଏଇଟା ହେଉଛି ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ହେଲା। ଏବେଠାରୁ ପୁରା ଚିହ୍ନ ମାରି ରଖ, ଆଉ ଆକୁ ସମସ୍ତେ ବି ନୋଟ୍ ବି କର, ଯାହାଫଳରେ କି ତୁମର ଏକ୍ଜାମରେ ବାରମ୍ବାର ଆସୁଛି। ତ ଚାଲନ୍ତୁ ବୁଝିବା ଓଡ଼ିଆ ଲୋକ କାହାଣୀ କ'ଣ। ଓଡ଼ିଆ ଲୋକ କାହାଣୀ କ'ଣ ତା ସଂଜ୍ଞା ସ୍ୱରୂପ ମଧ୍ୟ ଦେଖିବା ଆଉ ଜାଣିବା। ଦେଖ, ଲୋକ କାହାଣୀ କ'ଣ ନା ଲୋକ କାହାଣୀ ହେଉଛି ଏକ ନବୀନ ଏବଂ ରସାତ୍ମକ କଥା। ମନରୁ ମନକୁ, ମୁଖରୁ ମୁଖକୁ ଲୋକ କାହାଣୀ ଗତି କରିଥାଏ ବା ଗତି କରେ ହେଲା। ଏଥିରେ ଭରି ରହିଥାଏ ବାସ୍ତବ ସମାଜର ଜୀବନ ଧାରାର ସ୍ୱାଭାବିକ ଘଟଣା ଓ ଅଭିଜ୍ଞତା ସାଙ୍ଗକୁ ଅଲୌକିତା କଳ୍ପନାକସତା ଓ କ'ଣ ବାସ୍ତବତା। ଲୋକ ସମାଜର କଥନ କଳାର ସମର୍ଥ ପରିପ୍ରକାଶ ହେଉଛି ଲୋକ କାହାଣୀ। ଲୋକ ସମାଜର କ'ଣ କଥନ, ଯେଉଁଟା କଥାକୁ କ'ଣ କଳାରେ ପ୍ରକାଶ କରାଯାଏ, ତାକୁ କ'ଣ କୁହାଯାଏ? ଲୋକ କାହାଣୀ ବୋଲି କୁହାଯାଏ। ବୁଝିପାରିଲ ସମସ୍ତେ? ଏହି ଲୋକ କାହାଣୀକୁ ପ୍ରଥମେ ଜର୍ମାନୀ ଦେଶର ଦୁଇ ଭାଇ ଜାବେକ ଶ୍ରୀରାମ ଓ ୱିଲହେଲ ଗ୍ରାମ ସଂଗ୍ରହ କରିଥିଲେ। ଆଉ ଗୋଟେ ପାରା କରି ଲେଖିବ, ଲୋକ କାହାଣୀ ଲୋକ ସମାଜର ସମ୍ବାଦ ଅଟେ ହେଲା। ଏହି ଲୋକ କାହାଣୀକୁ ମୌଖିକ ଗଦ୍ୟ ସାହିତ୍ୟ କୁହାଯାଏ। ମନେ ରହିଲା, ଲୋକ କାହାଣୀକୁ ମଧ୍ୟ କ'ଣ କୁହାଯାଏ? ମୌଖିକ ଗଦ୍ୟ ସାହିତ୍ୟ ମଧ୍ୟ କୁହାଯାଏ। ଆକୁ ମନେ ରଖିବ। ଦେଖ, ଲୋକ କାହାଣୀ କହିବା ଏବଂ ଶୁଣିବା ମାଧ୍ୟମରେ ପ୍ରସାରିତ ରୂପକୁ ଧାରଣ କରିଥାଏ। ଲୋକ କାହାଣୀ କ'ଣ କହିବା ଆଉ ଶୁଣିବା ଏସବୁ ମାଧ୍ୟମରେ ମାନେ ପ୍ରସାରିତ ଧାରଣ କରିଥାଏ। ଯାହା ବି କହିଥାଉ ସେଟା ବି ଲୋକ କାହାଣୀରେ ମଧ୍ୟ ଯାଇଥାଏ। ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ନିକଟରେ ଲୋକ କାହାଣୀ ନିଜର କ୍ରିୟା ବିସ୍ତାର କରିପାରିଛି। ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ କ'ଣ ଲୋକ କାହାଣୀଟା ତାର କ'ଣ କ୍ରିୟା ବିଚାର ସେ କରିସାରିଛି। ତ ଅନେକ ସମୟରେ ଓ ଅନେକଙ୍କ ଦ୍ୱାରା ଆଦର ପାଇ ନପାରେ। ଲୋକଗୀତ ଆମେ କ'ଣ ପୂର୍ବ ଭିଡ଼ିଓରେ ତ ପଢ଼ିଥିଲେ, ସେଇଟା ବି ଯେଉଁମାନେ ଦେଖିନାହାନ୍ତି ପ୍ଲେଲିଷ୍ଟରେ ଅଛି, ଆପଣମାନେ ଯାଇ ବି ଦେଖିପାରିବେ। କିନ୍ତୁ ଲୋକ କାହାଣୀ ସବୁ ସମୟରେ ସବୁ ଅଞ୍ଚଳରେ ଆଦର ପାଇପାରିଛି ହେଲା। ଲୋକଗୀତ କ'ଣ ଅନେକ ସମୟରେ ଅନେକ ଦ୍ୱାରା ଆଦର ପାଇ ନପାରେ, କିନ୍ତୁ ଲୋକ କାହାଣୀଟା କ'ଣ ହେଇଛି ନା ସବୁ ଅଞ୍ଚଳରେ ସବୁଠାରେ ସେ କ'ଣ ସବୁ ଜାଗାରେ ମାନେ ଆଦର ଭଲ ପାଇବା ସେ ପାଇସାରିଛି। ଲୋକ କାହାଣୀ ଗୋଟିଏ ବ୍ୟକ୍ତିଠାରୁ ବ୍ୟକ୍ତିମାନଙ୍କ ପାଖକୁ ଗଲାବେଳେ ତାର ରୂପ ବଦଳାଇ ନେଇଥାଏ। କିଏ? ଲୋକ କାହାଣୀ। କାହାଣୀର କଙ୍କଳଟି ମାତ୍ର ରହିଥାଏ, କିନ୍ତୁ ରକ୍ତ ମାଂସ ଏବଂ ମେଦ ବଦଳି ଯାଇଥାଏ। ଜଣେ କାହାଣୀକୁ ଶୁଣିବା ପରେ ନିଜର କଳ୍ପନା ରଙ୍ଗ ଦେଇ ସେହି କାହାଣୀଟିକୁ ଅନ୍ୟ ଜଣଙ୍କ ଆଗରେ ପରିବେଷଣ କରିଥାଏ ହେଲା। ଧର ତମେ କ'ଣ ସେ କାହାଣୀଟା ଶୁଣିଲ, ତାକୁ ତମେ କ'ଣ କରିବ ନା ତମେ କ'ଣ ଆଉ ଥରେ ଆଉ ଜଣକୁ ଯେତେବେଳେ ସେଟା ଅନ୍ୟ ଜଣଙ୍କ ପାଖରେ ତମେ ପରିବେଷଣ କରିବା କହିବ, ତାକୁ ତମେ କ'ଣ ଅଲଗା ରୂପରେ ତମେ କହିବ, ସେଇଟାକୁ କହନ୍ତି ଲୋକ କାହାଣୀ ହେଲା କି। ଲୋକ କାହାଣୀକୁ ଅଧିକ ମାତ୍ରାରେ ବୃଦ୍ଧ ଓ ବୃଦ୍ଧା ମାନେ ନିଜର କ'ଣ ଅଝଟ ଅବୁଝା ନାତି ନାତୁଣୀ ମାନଙ୍କୁ କ'ଣ ଖୁଆଇବା ଏବଂ ଶୁଆଇବା ସମୟରେ ବ୍ୟବହାର କରିଥାନ୍ତି। ଏଇଟା ତ ଜାଣିଛ, କାହିଁକି ନା ଏଇଟା ମାନେ ଛୋଟବେଳେ କ'ଣ ବୃଦ୍ଧମାନେ ଯେଉଁମାନେ କି କ'ଣ ନିଜର ଜେଜେମାନେ କି ଜେଜେମା ମାନେ ସେ କ'ଣ କରିଥାନ୍ତି ନା ଯେତେବେଳେ ଖାଇକିନି ଶୋଇବା ସମୟରେ ଖୁଆଇବା ସମୟରେ ୟାକୁ ସବୁ କହିଥାନ୍ତି, ଯାହାଫଳରେ କି ପିଲାଟି ଭଲ ଭାବରେ ସେଇଟା ଶୁଣିକିନି ଲୋକ କାହାଣୀ ସେ ଖାଇଥାଏ, ଛୋଟ ପିଲାଟା ହେଲା। ବୁଝିପାରୁଛ? ଆଚ୍ଛା, ତାପରେ ଏହି ଲୋକ କାହାଣୀର କଳ୍ପନା ସହିତ କିଛି ବାସ୍ତବ ରହିଥାଏ। ସେଥିପାଇଁ ଲୋକ କାହାଣୀରେ ସମାପ୍ତ କେବେ ତାହାକୁ ଠିକ ଭାବେ ଗଣନା କରି କୁହାଯାଇପାରିବ ନାହିଁ। ଏଟା ବି ଗୋଟେ ବଢ଼ିଆ ପଏଣ୍ଟ, ଆକୁ ମଧ୍ୟ ତମେ ଲେଖିବ। ତାପରେ ଦେଖିବା ସଂଜ୍ଞା। ବିହାର ଦାସ କ'ଣ କହିଛନ୍ତି ନା ଏହା ପଦ୍ୟ ନୁହେଁ ଗଦ୍ୟ। ଲୋକଗୀତର କଥାବସ୍ତୁ ଏବଂ ଲୋକ କାହାଣୀର କଥାବସ୍ତୁ ସମାନ, କିନ୍ତୁ ଲୋକ କାହାଣୀର କ'ଣ ବୈଚିତ୍ର୍ୟ କଥାକର କଥନ ଭଙ୍ଗୀରେ ଫୁଟି ଉଠିଥାଏ। ଲୋକ କାହାଣୀ ଲୋକଙ୍କର ସମ୍ପତ୍ତି ଅଟେ, ଲୋକ ହୃଦୟରୁ ଏହାର ସୃଷ୍ଟି। ଏଇଟା ଗୋଟେ ବଢ଼ିଆ ପଏଣ୍ଟ, ଆକୁ ଲେଖିବ। ଲୋକ ହୃଦୟ ହିଁ ଏହାର ଅଭିଷେକ। ଲୋକଚରଣ ସାମଲ କ'ଣ କହିଛନ୍ତି? କାହାଣୀର ଅଭିଧାନକ ଅର୍ଥ ହେଉଛି ବୃତ୍ତାନ୍ତ, ବିବରଣୀ, କାଳ୍ପନିକ ଗଳ୍ପ ଇତ୍ୟାଦି। କଥନ ଭଙ୍ଗୀ ହେଉଛି କାହାଣୀର ଆତ୍ମା। କାହାଣୀରେ ବକ୍ତା ସମସ୍ତେ
କାହାଣୀର ବକ୍ତା କିଏ? ସମସ୍ତେ ଏବଂ ଶ୍ରୋତା ମଧ୍ୟ ସମସ୍ତେ, କାହିଁକିନା ସମସ୍ତେ ଶୁଣୁଥିବେ। ତେଣୁ ଏହାକୁ କ'ଣ କୁହାଯାଏ? ସାର୍ବଜନୀନ ଗଣତନ୍ତ୍ର କଳା, ଡେମୋକ୍ରେଟିକ ଲିଟେରାରୀ ଆର୍ଟ ବୋଲି କୁହାଯାଏ। ସ୍ୱରୂପ ଆଉ ବୈଶିଷ୍ଟ୍ୟ ଦେଖ, ସ୍ୱରୂପ ଆଉ ବୈଶିଷ୍ଟ୍ୟ ମଧ୍ୟ ଲେଖିବ, କାହିଁକିନା ତୁମକୁ ମାର୍କ ମିଳିବାର ଅଛି। ଲୋକ କାହାଣୀ ପ୍ରାଚୀନ ହେଲେ ମଧ୍ୟ ଚିର ନବୀନ। ଏହାକୁ ଥରେ ନୁହେଁ ବାରମ୍ବାର ଶୁଣିବାକୁ ଇଚ୍ଛା ହୁଏ। ଏଇଟା ସତ କଥା, କାରଣ ଏହା ମଣିଷର ହିଁ କଥା କହିଥାଏ। ଦୁଃଖର ମୁହୂର୍ତ୍ତମାନଙ୍କୁ ଏହା କ'ଣ ସତେଜ ଏବଂ ଚଞ୍ଚଳ ମଧ୍ୟ କରିଥାଏ। ସେ ପୁରାତନ ପିଢ଼ି ମଧ୍ୟରେ ଏହାକୁ ଯୋଗସୂତ୍ର ସ୍ଥାପନ କରିଥାଏ। ଲୋକ କାହାଣୀର ବୈଶିଷ୍ଟ୍ୟ ଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ଯଥାକ୍ରମେ କ'ଣ କ'ଣ ଦେଇଛି ଦେଖିବା। ପ୍ରଥମେ ହେଉଛି ଏହାର କୌଣସି ନିର୍ଦ୍ଦିଷ୍ଟ ଶୈଳୀ ନାହିଁ। ଦ୍ୱିତୀୟରେ ହେଉଛି ସମୟ କଥକଙ୍କ ଅନୁଯାୟୀ ଏହା ସର୍ବଦା ପରିବର୍ତ୍ତନଶୀଳ ହେଲା। ସମୟ କଥକଙ୍କ ଅନୁଯାୟୀ ଏହା କ'ଣ ସର୍ବଦା ପରିବର୍ତ୍ତନଶୀଳ। ତୃତୀୟରେ ପୃଥିବୀ ପୃଷ୍ଠରେ ବସବାସ କରୁଥିବା ପଶୁପକ୍ଷୀ, ସଜୀବ ନିର୍ଜୀବ, ଚେତନ ଏବଂ ଜନ ସମସ୍ତେ ଏହାର ଚରିତ୍ର ହୋଇପାରନ୍ତି ହେଲା। ଏହାର ପଏଣ୍ଟ ଦେଇକି ଲେଖିବ। 4 ନମ୍ବର, ନିର୍ଦ୍ଦିଷ୍ଟ ଭୌଗୋଳିକ ଅବସ୍ଥିତ ମଧ୍ୟରେ ଏହା ସୀମାବଦ୍ଧ ନୁହେଁ। 5 ନମ୍ବର ପଏଣ୍ଟ, ଏଥିରେ ବାସ୍ତବତା ଅପେକ୍ଷା କାଳ୍ପନିକ ଅଧିକ ଥାଏ। କ'ଣ ଏଥିରେ ବାସ୍ତବତା ମାନେ ଅପେକ୍ଷା କାଳ୍ପନିକଟା କ'ଣ ଥାଏ ନା ଅଧିକ ଥାଏ। 6 ନମ୍ବର ପଏଣ୍ଟ, ବେଳେ କାହାଣୀର ଆରମ୍ଭ କ'ଣ ଅର୍ଥହୀନ ବାକ୍ୟ ଦ୍ୱାରା ହିଁ ଆରମ୍ଭ କରାଯାଇଥାଏ। ବେଳେବେଳେ କାହାଣୀର ଆରମ୍ଭ କ'ଣ ହୋଇଥାଏ ନା ବାକ୍ୟ ଦ୍ୱାରା ଆରମ୍ଭ ହିଁ କରାଯାଇଥାଏ। ତାପରେ 7 ନମ୍ବର, ଅଧିକାଂଶ କ୍ଷେତ୍ରରେ ଚରିତ୍ର ମାନଙ୍କର ନାମ ନଥାଏ। ଅଧିକାଂଶ କ୍ଷେତ୍ରରେ କ'ଣ ଚରିତ୍ର ମାନଙ୍କର ଯେଉଁମାନେ ଚରିତ୍ର କରିଥାନ୍ତି ଲୋକ କାହାଣୀରେ ତାଙ୍କର ନାମ ହିଁ ନଥାଏ। 8 ନମ୍ବର, ଆନନ୍ଦ ଦାନ ଏହାର ସର୍ବଶ୍ରେଷ୍ଠ ଲକ୍ଷ୍ୟ। ଏଇଟା ବଢ଼ିଆ ପଏଣ୍ଟ, ଆକୁ ଲେଖିବ। 9 ନମ୍ବର, ଏହାର ଭାଷା ସହଜ, ସରଳ ଆଉ ବୋଧଗମ୍ୟ। 10 ନମ୍ବର, ଧର୍ମ ନିରପେକ୍ଷତା ଏହାର ଅନ୍ୟତମ ବୈଶିଷ୍ଟ୍ୟ। 10ଟା ପଏଣ୍ଟ ଲେଖିବ, ପୁରା କାଫି। ତାର ଲେଖିବ ପ୍ରକାର ଭେଦ। ଓଡ଼ିଆ କାହାଣୀକୁ ଡକ୍ଟର କୁଞ୍ଜ ବିହାରୀ ଦାସ ମୁଖ୍ୟତଃ 7 ଭାଗରେ ବିଭକ୍ତ କରିଛନ୍ତି। କ'ଣ କ'ଣ ରହିଛି ଦେଖ। ପୌରାଣିକ କଥା ଗଳ୍ପ, ଆଉ କ'ଣ ଓଷାବ୍ରତ କଥା ଗଳ୍ପ, ସନ୍ଥ ଭକ୍ତ କଥା ଗଳ୍ପ, ଆଉ ଗୋଟେ ହେଉଛି କିମ୍ବଦନ୍ତୀ କଥା ଗଳ୍ପ। 5 ନମ୍ବର ହେଉଛି ସତ୍ୟନାରାୟଣ ପୂଜା କଥା, ମାହାତ୍ମ୍ୟ କଥା ଗଳ୍ପ, ଆଉ ଲୌକିକ କଥା। ଏଇ 7ଟା ହିଁ ସେ କ'ଣ ପୁରା ବିଭକ୍ତ କରିଛନ୍ତି ଆଉ ସେଇଟା ମଧ୍ୟ ଲେଖିଛନ୍ତି। ତ ଇଏ ଥିଲା ଆଜିର ଭିଡ଼ିଓ। ଆଉ ଯଦି ବି କିଛି ଡାଉଟ୍ ଅଛି ତାହେଲେ ଡାଉଟ୍ ମଧ୍ୟ ତୁମେ କମେଣ୍ଟରେ ଜଣାଇ ପାରିବ। ଓକେ, ତ ଯଦି PDF ଦରକାର ଅଛି ତାହେଲେ ଟେଲିଗ୍ରାମରେ ଜଏନ୍ ହୋଇକି PDF ମଧ୍ୟ ଡାଉନଲୋଡ଼ ମଧ୍ୟ କରିପାରିବ। ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ଏଇଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।